শ্লোকটি উপস্থাপনা করেছি। বাবা কলে ধনিয়া রাজ্যকুলে গিরীন্দ্র তনয়া গৌরী মহাসুন্দরী মহাসুন্দরী বাহ একদা হ্যাঁ বৈকুণ্ঠাধিপতি নারায়ণ হ্যাঁ ডাকিদেলে টিকে পরিদাত্ରୀ মা লক্ষ্মী মা লক্ষ্মী ডাকিলে লক্ষ্মী নারায়ণଙ୍କ ভিতরে কিছু বার্তালাপ ହେବ। হ্যাঁ হଉ ହଉ 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 ডাকিলে লক্ষ্মী প্রভু ତୁମକୁ ଆଜି ମୁଁ କିଛି ପ୍ରଶ୍ନ ପଚାରିବି। ସ୍ୱାମୀ ମତେ ପ୍ରଶ୍ନ ପଚାରିବେ ପଚାରନ୍ତୁ ପଚାରନ୍ତୁ ଆଚ୍ଛା କହିଲ ପଚାରୁନାହାନ୍ତି ଯେତେ ସବୁ ଆମର ଦେବନାରୀ ଅଛନ୍ତି ଦେବନାରୀ ମାନଙ୍କ ମଧ୍ୟରେ ହଁ ସବୁଠାରୁ କିଏ ସେ ଶ୍ରେଷ୍ଠା? କିଏ ଶ୍ରେଷ୍ଠା ରୂପରେ ଗୁଣରେ ହଁ ସବୁଠାରୁ କିଏ ସେ ହଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି? ଆଚ୍ଛା ସ୍ୱାମୀ ତାଙ୍କ ନାଁଟା ମତେ କୁହ। ସ୍ୱାମୀ ଟିକେ ଶୁଣିଲ ଯେତେ ଆମେ ଦେବନାରୀ ଅଛୁ ଦେବନାରୀ ହଁ ସମସ୍ତଙ୍କର ସୁନ୍ଦରୀ କିଏ ଚେଷ୍ଟା କିଏ ହଁ ତମେ ଜାଣିବା କଥା ମୋଠୁ କିଏ ସୁନ୍ଦରୀ ଅଛି ମୁଁ ଲକ୍ଷ୍ମୀ ପରା ମୁଁ ସୁନ୍ଦରୀ ରୂପରେ ଗୁଣରେ ବୁଦ୍ଧିରେ ସବୁ ଆର ଲକ୍ଷ୍ମୀ ମୁଁ ତୁମକୁ ସେଇଥିପାଇଁ ଭଲ ପାଏନି। ମତେ ଏତେ ଭଲ ପାଉନ କାହିଁକି এই কথা কহ କେବଳ ତୁମେ ନୁହଁ ଆଉ ଏମିତି ଅନେକ ଅଛନ୍ତି ମୋର ଆତ୍ମୀୟ ସ୍ୱଜନ ହଁ ମୁଁ ଯୋଉମାନଙ୍କୁ କି ଭଲ ପାଏନି। ଆଚ୍ଛା ତମେ କାହାକୁ କାହାକୁ ଭଲ ପାଉନ ପ୍ରଭୁ କାହାକୁ ଭଲ ପାଆନ୍ତିନି ହଁ ଆଉ କାହିଁକି ଭଲ ପାଆନ୍ତିନି ହଁ ଗୋଟିଏ ପଦ ଆନନ୍ଦ ପରମ ଗ୍ରନ୍ଥ ପରମ ସଂହିତା ଓଡ଼ିଆ ଭାଗବତ ବାহ ଅତି ବଡ଼ି ଜଗନ୍ନାଥ ଦାସ ଆନନ୍ଦ ଆଜ୍ଞା ବାସ୍ କଲେ ବ୍ରହ୍ମା ଯେ ମୋହ ରନନ୍ଦନ ତାକୁ ନାରମେ ମୋର ମନ ତାକୁ ନାରମେ ବାବା ମୋହର ଆତ୍ମା ପଶୁପତି ତାକୁ ନରମେ ମୋର ମତି କଲେ ବ୍ରହ୍ମା ମୋ ପୁତ୍ର ବ୍ରହ୍ମା ମତ ଗାତ୍ର ସମ୍ଭବ ବ୍ରହ୍ମାର ସୃଷ୍ଟି ମୋ ଶରୀରରୁ ଶରୀରରୁ ପ୍ରଭୁଙ୍କର ନାଭି କମଳରୁ ବ୍ରହ୍ମାଙ୍କର ସୃଷ୍ଟି ବାସ୍ ବାସ୍ ସେଇ ନ୍ୟାୟରେ ବ୍ରହ୍ମା ହେଉଛନ୍ତି ପୁତ୍ର ପୁତ୍ର କଲେ ମୋ ପୁତ୍ର ହୋଇଥିଲେ ହେ ମୁଁ ବ୍ରହ୍ମାଙ୍କୁ ଭଲ ପାଏନି। ନାଇଁ ନାଇଁ କଲେ କାହିଁକି ପ୍ରଭୁ? କାହିଁକି ନାଇଁ ଏଇଥିପାଇଁ ଭଲ ପାଏନି ତାଙ୍କ ମନରେ ସେ ଗୋଟିଏ କଥା କଲେ ସାରା ସୃଷ୍ଟି କି ତିଆରି କରିବା ବାଲା ମୁଁ କଲେ ମୋହର ଆତ୍ମା ପଶୁପତି ମୋ ଆତ୍ମା ହେଉଛନ୍ତି ଦେବଦେବ ମହାଦେବ ମହାଦେବ ହେଲେ ମୁଁ ତାଙ୍କୁ ଭଲ ପାଏନି। ନା କାହିଁକି ନା ତାଙ୍କ ମନରେ ସେ ଗୋଟିଏ କଥା କଣ କଲେ ମୁଁ ଯୋଗାରୂଢ ପୁରୁଷ ଶିବ ବାହ ମୋ ପରି କିଏ ଯୋଗ ଆଚରନ୍ତି ନାହିଁ ନା 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 ମୁଁ ସେଇଥିପାଇଁ ଭଲ ପାଏ। ଭଲ ପାଉନି କଲେ ଆଉ କାହାକୁ ଭଲ ପାଅନି ଆଉ ଆଉ ତମେ କାହାକୁ ଭଲ ପାଉନ ପୁଣି ସେଇ ଭାଗବତରୁ ଆଉ ଗୋଟିଏ ପଦ ଓ କଲେ ମୋହର ଭାଇ ହଳ ପାଣି ମୋହର ଭାଇ ଗୀତେ ମୋହର କରଣି ଏ ନିଜ ବସଇ ବକ୍ଷରେ ବିଖ୍ୟାତ ଭୁବନ ମଣ୍ଡଳେ କଲେ ମୋ ଭାଇ ହେଉଛନ୍ତି ବଳରାମ ଭାଇଙ୍କୁ ମୁଁ ଭଲ ପାଏନି ନା ନା ତାଙ୍କ ମନରେ ଯଦି ଟିକେ କ୍ରୋଧ ଆସିଯାଏ ହଁ ସେ ସବୁବେଳେ ତାଙ୍କର ଯୋଉ ଆୟୁଧ ଲଙ୍ଗଳ ମୁଷଳ ହଳ ଲଙ୍ଗଳ ଉତ୍ତୋଳନ କରନ୍ତି ଓହୋ ମୁଁ ସେଇଥିପାଇଁ ଭଲ ପାଏନି। ଭଲ ପାଉନ ହେ ମୋର ପଣ୍ଡିତ ପରେ କି ଯାହା ମନରେ କ୍ରୋଧର ମାତ୍ରାଟା ଟିକେ ଅଧିକା ପ୍ରଭୁ ତାକୁ ଭଲ ପାଇବେନି। ତେଣୁ ପ୍ରଭୁଙ୍କର ପ୍ରିୟ ହେବାକୁ ହେଲେ ଆମେ କ୍ରୋଧଟାକୁ ଦୂରେଇ ଦେବା ଛାଡ଼ିଦେବାକୁ ପଡିବ ମୁଁ କାର ଭାବକୁ ଦୂରେଇବା। ହଁ ହଁ ତେଣୁ ଆଉ କଣ ହେଇଛି ଆଉ କଣ ଆଜ୍ଞା କହିଲେ ଲକ୍ଷ୍ମୀ ବାକି ରହିଲା ତମ କଥା ମୋର ଡିଫେକ୍ଟ କଣ ତୁମ କଥା ହେଲା କଣ ମତେ କାହିଁକି ଭଲ ପାଉନ ମୋ ଡିଫେକ୍ଟ କଣ ଅଛି ନା ତୁମେ ସବୁବେଳେ ଦେଇକି କହିଥାଅ ଆଉ ମୁଁ ଦେଇଛି ମୁଁ କହିବିନି ମୁଁ ପୁରା ଜଗତର ପଡିଦାତ୍ରୀ ତୁମେ ସବୁବେଳେ କୁହ ସାରା ସୃଷ୍ଟିର ପଡିଦାତ୍ରୀ ମୁଁ ହଁ ହଁ କହିଲେ ମୁଁ ସମସ୍ତଙ୍କୁ ପଡିଦେଲା ବାଲା ହଁ ତମେ ଦେଇକି କୁହ ହଁ ଦେଇଛି ମୁଁ ତମକୁ ସେଇଥିପାଇଁ ଭଲ ପାଏ। ମତେ ତମେ ଭଲ ପାଉନ ମୋର ପଣ୍ଡିତ ପରେ କି ଆଜ୍ଞା ଆପଣ ଦେଇକି କହିବେନି ନା କଣ ଜୀବନ କାଳ ଭିତରେ ଦାନ କରିଛନ୍ତି ପୁଣ୍ୟ ଅର୍ଜନ କରିଛନ୍ତି ହଁ ଯଦି ଅନ୍ୟ କାହା ଆଗରେ ଏ କଥା କହିବେ କହିବ କଣ
ଦାନ କରିବା ଦ୍ୱାରା ଆପଣଙ୍କର ଯୋଉ ପୁଣ୍ୟ ଟିକକ ଅର୍ଜନ ହୋଇଥାଏ ହଁ ସେ ପୁଣ୍ୟ ଟିକକ ପଳେଇ ଯାଏ। ଆଚ୍ଛା ତେଣୁ ଯାଇକି କହିବେନି। ଆଚ୍ଛା ସ୍ୱାମୀ ମୋଟାମୋଟି କଥା ମତେ ଭଲ ପାଉନ କାହାକୁ ତମେ ଭଲ ପାଉନ ଆଉ ଶ୍ରେଷ୍ଠା ସୁନ୍ଦରୀ କିଏ ଅଛି ଦେବନାରେ କହିଲ? ଶୁଣ କିଏ ଶ୍ରେଷ୍ଠା? ଦେବନାରୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠା କିଏ? କିଏ ଶ୍ରେଷ୍ଠା? କହିଲେ ଧନିଆ ରାଜକୁଳେ ଗିରୀନ୍ଦ୍ର ତନୟା। ତନୟା ଗିରି କହିଲେ ପର୍ବତ, ପର୍ବତ, ଇନ୍ଦ୍ର କହିଲେ ଶ୍ରେଷ୍ଠ, ଶ୍ରେଷ୍ଠ, ପର୍ବତ ଶ୍ରେଷ୍ଠ। ହିମାଳୟ। ଗୋଟିଏ ପଦ ପ୍ରମାଣ କରିବେ ସଂସ୍କୃତ କବି କାଳିଦାସ। ହଉ ଆସ୍ତେ ବହି ହଉଛି କୁମ୍ଭାର ସମ୍ଭବମ ଶ୍ଲୋକ। ଶ୍ଲୋକ ବା କହିଲେ ଅସ୍ତି ଉତ୍ତରାସ୍ୟା ঋଷି ଦେବତା ତମା ହିମାଳୟ ନାମ ରାଜ ପାପର ତୋୟ ନିଧି ବଗାଇ ହ স্থিত পৃথিবী আইব মানদণ্ড। কলে এ ভারতর উত্তরের অবস্থিত যে হিমালয় পর্বত, বাহ হিমালয়ঙ্কর কন্যা যে কি মা হৈমবতী ভগবতী গৌরী, গৌরী গৌরী মা পার্বতী হচ্ছন্তি শ্রেষ্ঠা। শ্রেষ্ঠ। দেবনারী ମାନଙ୍କ ମଧ୍ୟରେ ହଁ। মা পার্বতী প্রথম স্থাନରେ অধিকার କରିଛୁ। আচ্ছা সে কেমিতি শ্রেষ্ঠা হলে কোন কোন সে শ্রেষ্ঠা কেমিতি হলে? কাইকি শ্রেষ্ঠা ହେଲେ পার্বতী শুଣ কাইকি ଶ୍ଳୋକର ଦ୍ୱିତୀୟ ପାଦ ହଉ ହଉ ନା ଯସ୍ମାତ ବୃଦ୍ଧପତି ହଁ ଯେଣୁ ତାଙ୍କର ପତି ଦେବ ବୃଦ୍ଧ। ହଁ ତାଙ୍କ ସ୍ୱାମୀ ବୁଢା ସ୍ୱାମୀଙ୍କର ବୟସ ବୟସର ତାରତମ୍ୟତା ରହିଛି ତାଙ୍କୁ ଆଜ୍ଞା। 60 ହେଲା ତାଙ୍କୁ 20 ମା ପାର୍ବତୀଙ୍କ ଠାରୁ ଭଗବାନ ଶଙ୍କରଙ୍କର ହଁ ବୟସଟା ହଉଛି ଅଧିକା। ଆଚ୍ଛା ତାଙ୍କର କଣ ଅଛି କହୁନ? ପାଉଡର ଟିକେ ଲଗାଉଛନ୍ତି? ସ୍ୱରୂପଟା ଦେଖିବାକୁ କୁଷିତ କଦାକାର। କିଛି ପାଉଡର ଫାଉଡର ନାହିଁ। ଶ୍ମଶାନର ହଁ ଭସ୍ମ ଗୁଡାକ ବିଲେପନ ହୁଅନ୍ତି। ଆଉ ତାଙ୍କ ହାରମାଳ ଅଛି? ସୁନା ରୂପାର ହାର ମାଳ ବେକରେ ନାହିଁ, କିଛି ନାହିଁ। ମୁଣ୍ଡ ମୁଣ୍ଡ ମାଳ ବେକରେ ପଡିଛି। ଖାଲି ମୁଣ୍ଡ ମାଳା ପକେଇଛନ୍ତି। ଆଉ ତାଙ୍କର ବସ୍ତ୍ର ଖଣ୍ଡିଏ ପରିଧାନ କରନ୍ତି ନା କହିଲେ ତା ବି ନାହିଁ। ବାଇକ୍ ଅଛି କଣ? କେବେ କାହାର ଚର୍ମ ବ୍ୟାଘ୍ର ଚର୍ମ ଗୁଡାକ ପରିଧାନ କରନ୍ତି ତାଙ୍କ ବାଇକ୍ ଟେ ବି ନାହିଁ। ନାଇଁ। ବୃଷ ଗୁଡାକୁ ବାଇକ୍ କରିଛନ୍ତି। ହଁ ଆଚ୍ଛା କହିଲେ ସ୍ୱରୂପ ଇଏ ବେକରେ ବେକରେ ହାଡ ମାଳ, ହଁ। ମୁଣ୍ଡରେ ଜଟା ଜୁଟ, ହଁ ଶରୀର ସର୍ବାଙ୍ଗରେ ଭସ୍ମ ବିଲେପନ। ବାସ୍ ଶ୍ରେଷ୍ଠା ସେ ହେଲେ କାହିଁକି? ସ୍ୱାମୀଙ୍କର ସ୍ୱରୂପଟା ହଁ। ଏଡେ ସୁନ୍ଦର ହୋଇଥିଲେ ହେ ହଁ ହେ ମା ମାନେ ভালো କହିଲେ ନାନ୍ୟ ଜନ ସେବ୍ୟତେ। পাও ମା ପାର୍ବତୀ হ্যাঁ ଅନ୍ୟ ଜନ ସେବ୍ୟତେ মানে ଅନ୍ୟ ଜନର ସେବା କରିବା ପାଇଁ କେବେ? କେବେ ଇଚ୍ଛା ପ୍ରକାଶ କରନ୍ତି ନାହିଁ। আচ্ছা সে সেবা করত। ସବୁବେଳେ ସ୍ୱାମୀ ଚରଣରେ ଭକ୍ତି ରଖନ୍ତି। আচ্ছা স্বামী তুমি কহিল সে তাক স্বামী সেবা করছেন, মু তোমার সেবা করিনি? তুমি পরা শোইথব যে তম পাদ তলে মু বসি খালি ঘষুথিবি। ତମେ ସେ ଚିତ୍ରପଟ କଥା କହୁଛ? আর কোন ହେଁ? ତମେ ଭାରି ଈର୍ଷା ପରାୟଣା। আর কোন ତମେ ସବୁବେଳେ ମୁଁ ଅନନ୍ତ ଶୟନ କଲା ବେଳେ ପାଦ ତଳେ ବସି ପଦମଞ୍ଚାଳନା କର। সদালে পাদ ঘষুথিবি। ହେଲେ ଲକ୍ଷ୍ମୀ ও ଲୋକେ ତ୍ୱାଞ୍ଚ ବିହାୟମାନ হ্যাঁ ଧନବତ୍ୟ ଗୃହେ ତିଷ୍ଠସି ସଦା। বাহ ଇଏ ଲୋକମାନଙ୍କ ମୁଖରେ ପ୍ରଚାର ପ୍ରସାର ହଉଛି হ্যাঁ ତମେ ମାମ୍ ବିହାୟ। মানে ମାମ୍ କହିଲେ ମୋତେ, মতে ବିହାୟ କହିଲେ ପରିତ୍ୟାଗ। পরিত্যাগ ତୁମେ ମୋତେ ପରିତ୍ୟାଗ କରି হ্যাঁ ଧନବତ୍ୟ ଗୃହେ ତିଷ୍ଠସି ସଦା। মানে ତମେ ଧନୀ ଲୋକମାନଙ୍କର ଘରେ ରହିବାକୁ ଭଲ ପାଅ। আচ্ছা তোমাকে কে কহিছি না দেখিছ? ପ୍ରମାଣ ଦେଇ କହିବି। না তোমাকে কে কহিছি না দেখিছ প্রমাণ? ହଁ ଗୋଟିଏ ପଦ ଆଜ୍ଞା। ଘରେ ଘରେ ପରିଚିତ ଲୋ ମା। মা ଗୁରୁବାର ଓଷା ବହି ଗୀତରୁ ପଦଟାଏ হান্ডি সার ଯାହାକୁ କୁହନ୍ତି କି ହାଣ୍ଡିଶାଳ ପୁରାଣ। ମୋ ମା ମାନଙ୍କର ତ ମନେ ଥିବ ନା ନାଇଁ? বাহ ଗୋଟିଏ ପଦ ସେଇ ପଦରୁ ଗାଇବି। আসন্তু କଲେ ହାଡି ଘରେ ଥିବ হে ଲକ୍ଷ୍ମୀ, লক্ষ্মী ଇଏ ପାଣ ଘରେ ଥିବ ସ୍ନାନ ନ କରିଣ ବଡ দেউড়ে পচিব ସ୍ନାନ পচিব
হ্যাঁ হ্যাঁ তুমি ঘর ঘর গিয়ে বুলি যাও বাহ মা লক্ষ্মী বুলি যাଆନ୍ତିନି হ্যাঁ হ্যাঁ গুরুবার দিন এই সেইদিন সেইଥିପାଇଁ বুলি যাই ପହଞ୍ଚି ଗଲେ ଶ୍ରୀୟା ଘରେ হ্যাঁ ଆଜ୍ଞା ପ୍ରଭୁ କହୁଛନ୍ତି କହିଲେ ହେ କମଳା ତମେ ଦେଖିଛ କି ତମକୁ କହୁଛି କହିଲେ କହ ପ୍ରାଣେଶ୍ୱର ବତ୍କୃତ ହଁ ଇଏ ବତ୍କୃତଟା ତମକୁ କିଏ ସେ ଦେଲେ କିଏ କହିଲା କହ କହିଲେ ବୁଦ୍ଧ ଗଣା ମାନେ ବୁଦ୍ଧ କହିଲେ ପଣ୍ଡିତ ହଁ ହଁ ନାରାୟଣ ଉତ୍ତର ରଖୁଛନ୍ତି ହଁ କହିଲେ ବୁଦ୍ଧ ଗଣା ମାନେ ପଣ୍ଡିତ ମାନେ କବି ମାନେ ୟାର ପ୍ରମାଣ ଦେଲେ ଆଚ୍ଛା ପଣ୍ଡିତ ମାନେ କହିଲେ ତେ ମେ ସପତ୍ନୀ ସୁତା ହଁ ତେ କହିଲେ ସେମାନେ ସେମାନେ ମେ କହିଲେ ମୋର ମୋର ସେ ଯୋଉ ପଣ୍ଡିତ ମାନଙ୍କ କଥା କହୁଛନ୍ତି ହଁ। ସେ ପଣ୍ଡିତ ମାନେ ପରା ମୋର ସପତଣୀର ପୁତ୍ର ସିଏ ପରା ମୋ ସୌତୁଣୀର ପିଲେ ନୁହେଁ କି ଆଜ୍ଞା ଶତ୍ରୁ ପିଲେ ମୋର ପ୍ରଭୁ ନାରାୟଣଙ୍କର ଦୁଇ ପତ୍ନୀ ହଁ ଜଣେ ମା ଲକ୍ଷ୍ମୀ ବାହ ଆଉ ଜଣେ ମା ସରସ୍ୱତୀ ବାସ୍ ବାସ୍ କବି ମାନଙ୍କୁ ହଁ। ପଣ୍ଡିତ ମାନଙ୍କୁ ହଁ। ସରସ୍ୱତୀଙ୍କର ବରପୁତ୍ର ବୋଲି କୁହାଯାଏ ଠିକ ଠିକ ଆଜ୍ଞା ଏ ସୁନ୍ଦର ସମସ୍ୟାର ସମାଧାନ କରି ହସି ଦେଇଥିଲେ ମୋ ପ୍ରଭୁ ନାରାୟଣ ନାରାୟଣ ଏବଂ ମୁଁ ତ ଯେଉଁ ଲକ୍ଷ୍ମୀ ନାରାୟଣ ବାହ ଅଦ୍ୟ ମଞ୍ଚରେ ଉପସ୍ଥିତ ହୋଇ ହଁ ହଁ ସମସ୍ତ ଅଡୋଶୀ ପଡୋଶୀ ଭାଇ ବନ୍ଧୁ ମାନଙ୍କର ହଁ ମାତୃକଳାପା ଭଗିନୀ କଳାପା ଉତ୍କଳିଆ ମହିଷୀ ମାତୃ ଭଗିନୀ ମାନଙ୍କର ହଁ ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ବାହ କିଏ ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ହଁ ଗା ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ମଙ୍ଗଳ ବିଧାନ କରନ୍ତୁ ହଁ କ୍ଲବ ପ୍ଲେସ ଅନୁଷ୍ଠାନକୁ ଦୀର୍ଘଜୀବୀ କରନ୍ତୁ କରନ୍ତୁ ଇଏ ଗ୍ରାମର ମଙ୍ଗଳ ବିଧାନ କରନ୍ତୁ ବିଶ୍ୱର କଲ୍ୟାଣ କରନ୍ତୁ ହଁ ସର୍ବେ ବୋଲ ଆନନ୍ଦେ କବାର ହରି ବୋଲ ହରି ବୋଲ ହରି ବୋଲ